ଗୋଟେ ବାଘ ଅଛି ହଁ ଆଉ ଯୋଉ କୁମ୍ଭୀର ଅଛି ହଁ ସାପ ଅଛି ନିରାଟ କହୁଛନ୍ତି ସତ୍ୟ। ଯୋଉ ଶେଷ ହେଲେ କଳିକାଳ ଶେଷରେ ବାହାରିବ ଏମିତି ସବୁ ମାନେ ଶୁଣିବାକୁ ମିଳୁଛି। ଇଏ ହେଉଛି ନିରାଟ ସତ୍ୟ। 1960 ମସିହାରେ ହୁଁ ରାଜକୃଷ୍ଣ ବୋଷଙ୍କ ପୁଅ ଦୁଲୁ ବାବୁ ହୁଁ ସେ 6ଟା ବାଘ ମାରିଥିଲେ। ଯଜ୍ଞଟି ହେଉଛି ମଇଁଷି ମିଶ୍ରେ ଆହୁତି ଦେଉଛନ୍ତି ଯଜ୍ଞ ଦେହରେ। ଗୋଟେ କଳା ମେଘ ଏଇ ପଶ୍ଚିମ ପଟେ ଦେଖାଗଲା। ଆହୁତି ଆଉ 50-100 ଆହୁତି ଅଛି। ସେଇଟା 85 1985 ସେ ପାଣି ପଡ଼ୁଥିଲା ସେତେବେଳେ ଥିଲେ ବାଳକୃଷ୍ଣ ବାବା। ସେଇଟା ଆମେ ଦେଖିଛୁ। ଆଉ ଏଇ ଯେଉଁ ଅର୍ଜୁନ ଗଛ ସବୁ 400-500 ବର୍ଷର ଗଛ ହେଇଛି ଭଳିଆ ଆଉ ନାଇଁ ଆଲମିରା ଭଳିଆ। ଆଚ୍ଛା ଆଚ୍ଛା ସେଇଥିରେ ସବୁ ଏବେ ବି ସୁଦ୍ଧା 50-60 ବନ୍ଧୁକ ଅଛି। ସେଇ ବାଘମାନେ ଏଠିକି ଗତାଗତ କରନ୍ତି। ଏ ନାଉରିର ମୁଖୀ ବାଟୁଳି ଖାଆନ୍ତି। କ'ଣ ନା ବାଘ ବାଟୁଳି ଖାଇଲା। ଜୟ ଜଗନ୍ନାଥ, ନମସ୍କାର। ପପୁଲାର ବ୍ଲଗ୍ସର ଆଉ ଏକ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ତ ଭଲ ଜାଗାରେ ଆସିକି ପହଞ୍ଚାଇଛି ଗୋଟେ ବଢ଼ିଆ ସୁନ୍ଦର ଭିଡ଼ିଓଟି। ତ ବହୁତ ମାନେ ଇଣ୍ଟରେଷ୍ଟିଂ କଥା ଆପଣ ଶୁଣିବାକୁ ପାଇବେ, ମାନେ ଯେଉଁଟାକି କେବେ ଜୀବନରେ ବି ଶୁଣିନଥିବେ, ପୁରା ଭୟାନକ ଜିନିଷଟି। ତ ଚାଲନ୍ତୁ ଏ ଭିଡ଼ିଓରେ ବନାନ୍ତୁ। ଆଉ ଭିଡ଼ିଓଟି ଭଲ ଲାଗେ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ଜମାରୁ ଭୁଲିବେନି। ସବସ୍କ୍ରାଇବ୍ କରନ୍ତୁ, ବହୁତ ସାରା ସପୋର୍ଟ କରନ୍ତୁ। ଭାଇ ଟିକେ ଆପଣମାନେ ସୁନ୍ଦର ସୁନ୍ଦର ଭିଡ଼ିଓ ନେଇ ଆସୁଛି, ତ ବହୁତ ମେହନତ କରୁଛି। ତ ନିହାତି ଟିକେ ଭଲ ପାଇବା ଦରକାର, ସପୋର୍ଟଟା ଦରକାର। ତ ଦେଖନ୍ତୁ ମୁଁ ସେ ଜାଗାରେ ଅଛି ଆସିକିନି। ଆପଣମାନେ ଦେଖିଥିବେ ମୋର ମାନେ ଏ ଭିଡ଼ିଓ ମୋ ଚ୍ୟାନେଲରେ ଭିଡ଼ିଓ ମଧ୍ୟ ସ୍ଥାନରେ ଅଛି। ତ ଚାଲନ୍ତୁ ଯିବା ଆପଣମାନଙ୍କୁ ଦେଖିବା। ତ ମୁଁ ସେ ଜାଗା ଉପରେ ଏଇନା ଅଛି ଅବଶ୍ୟ। ଲୋକମାନେ ପ୍ରାୟତଃ ଗାଁ ଲୋକମାନେ ଟିକେ ଆସନ୍ତି, ବସା ଉଠା କରନ୍ତି ଖରାବେଳେ ଖରାଦିନେ। ଏବଂ ପ୍ରାୟ ଲୋକମାନେ ବହୁତ ବସା ଉଠା କରନ୍ତି। ଏଇନା ଲୋକ ନାହାନ୍ତି, ଠାକୁର ପୂଜା ହେଉଛନ୍ତି। ଏଇନା ପୂଜା କରୁଥିଲେ, ଠାକୁର ଗାଧୁଆ ପାଧୁଆ ସରିଲାଣି। ଏଠି ବି ଠାକୁର ଗାଧୁଆ ଚାଲିଛି। ଆମର ମହାଦେବ ଏଠି ଯିଏ ମାନେ ଗାଧଉଛନ୍ତି। ମୁଁ ଆପଣମାନଙ୍କୁ ଏ ସ୍ଥାନକୁ ମାନେ ଭିଡ଼ିଓ ଦେଖିବାର ରିଜିନ୍ କାରଣ ଏ ଜାଗାରେ ଗୋଟେ ଅଲୌକିକ ଜିନିଷ ଅଛି, ଯାହାକି ମାନେ ଆପଣମାନେ ଶୁଣିଲେ ମାନେ ଆପଣଙ୍କ ମାନେ ଭେଜା କାମ କରିବି ନପାରେ। ଏ ବୃକ୍ଷଟା, ଏଇ ବୃକ୍ଷ ମୂଳେ ଆମର ବସିକି ଅଚ୍ୟୁତାନନ୍ଦ ଦାସ ଯିଏ ପଞ୍ଚସଖା ଭିତରେ ଅଚ୍ୟୁତ ଅନନ୍ତ ଦଶମନ୍ତ ବଳବନ୍ତ ଜଗନ୍ନାଥ ଯେଉଁ କୁହନ୍ତି, ତ ଏଇ ଗଛ ମୂଳେ ସେ ବସିକିନା ଧ୍ୟାନ କରୁଥିଲେ। ଆଉ ଧ୍ୟାନ କଲା ସମୟରେ ଏଇପଟେ ସେ ନଈ କ୍ରସ୍ ହେଇକି ଏଇପଟେ ସୁଦ୍ଧା ସେ ଯାଆନ୍ତି, ମାନେ ସେପଟକୁ ଆଗ ଦଶମନ୍ତ ଗାଦି ଯେଉଁ ଦର୍ଶନ କରିବା ପାଇଁ। ସେଇ ଏଇ ଗଛ ମୂଳେ ମାନେ ଜନ୍ତୁ ରୁହନ୍ତି। ଆଉ ଏଇ ଗଛ ମୂଳେ ସେ ଯେଉଁ ଅଚ୍ୟୁତାନନ୍ଦ ଯାଆନ୍ତି, ଏଇପଟେ ଯାଆନ୍ତି ଅଚ୍ୟୁତାନନ୍ଦ ଯେଉଁ ଦଶମନ୍ତ ଗାଦି ଦେଖା କରିବା ପାଇଁ। ତ ଏଇ ନାଉରିଆରେ ଏଇ ଯେଉଁ ଡଙ୍ଗା ନାଉରିଆ ତ ଏଇଠି ବୁଡ଼ି ଯାଇଥିଲା। ତ ଏଇ ଗଛ ମୂଳରେ ବୁଝିଲ କି, ସେ ନାଉରି ଯେଉଁ ଯାଉଥିଲା ଏଇ ଗଛ ମୂଳେ ସେ ବୁଡ଼ି ଯାଇଥିଲା। ତ ଏ ଗଛ ମୂଳେ ବୁଡ଼ିଯିବା କାରଣରୁ ଏ ଜାଗାରୁ କେବେ ପାଣି ଶୁଖେନି। ମାନେ ନାଉରିର ମହାତ୍ମାଟା କ'ଣ, ଆଉ ମାନେ ନାଉରିର ଏଠି ମାନେ ଶୁଣିବାକୁ ପାଇଛି ଯେ ଅଚ୍ୟୁତାନନ୍ଦ ଆସି ଧ୍ୟାନ କରୁଥିଲେ, ଆଉ ଏଇପଟେ ନଈ କ୍ରସ୍ ହେଇ ମହାନଦୀରେ ଯାଉଥିଲେ। ଆଉ ସେ ଯେଉଁ ନାଉରି ବୁଡ଼ିଯିବା, ଗଛ ମୂଳେ ରହିବା, ସାପ ବାଘ ଏସବୁ ଜିନିଷ କ'ଣ ସତ ନା ମିଛ ନା ଏସବୁ? ନାଇଁ, ଇଏ ହେଉଛି ସମ୍ପୂର୍ଣ୍ଣ ସତ୍ୟ। ମହାପୁରୁଷ ଏଠି ଅଛନ୍ତି, ନାଉରିର ମହାପୁରୁଷ ଅଛନ୍ତି। ଏ ଜାଗାର ମହାତ୍ମ୍ୟ ଅଛି। ଯେମିତି ଅଚ୍ୟୁତାନନ୍ଦଙ୍କ ଜାଗାର ମହାତ୍ମ୍ୟ ଅଛି, ପୁରୀ ଜଗନ୍ନାଥଙ୍କର ଯେମିତି ମହାତ୍ମ୍ୟ ଅଛି, ହାଡ଼ିଦାସ ଆଉ ସେପଟେ ଆମର ନାଇଲୋ ଯଶୋବନ୍ତ ଗାଦି ଯେଉଁ ପଞ୍ଚସଖା ଦଶମନ୍ତ ଗାଦି, ଏମାନଙ୍କର ସବୁ ଏ ଜାଗାର ମହତ୍ତ୍ୱ ଅଛି। ଗୋଟେ ପୌରାଣିକ ଅଛି, ଗୋଟେ ଭୌଗୋଳିକ ଅଛି, ଗୋଟେ ଐତିହାସିକ ଅଛି। ଆମର ଭୌଗୋଳିକ ମାନଚିତ୍ରରୁ ଏ ଅଞ୍ଚଳ ଆମର ଏଇ ଯେଉଁ ଭୂଖଣ୍ଡ, ଲୋକମାନେ ଗତାଗତ ଡଙ୍ଗା ସାହାଯ୍ୟରେ ଏଇ ନାଉରିଗର ଘାଟ ପ୍ରମାଣ ଅଛି ଯେ ଅଚ୍ୟୁତାନନ୍ଦ ଏଇ ଜାଗାରେ ଯେତେବେଳେ ପୁରୀ ଶ୍ରୀକ୍ଷେତ୍ର ଯାଆନ୍ତି, ଏଇ ବାଟ ଦେଇକିରି ପାରି ହୁଅନ୍ତି। ନଦୀ ଗୋଟେ ବାଘ ଅଛି ଆଉ ଯୋଉ କୁମ୍ଭୀର ଅଛି ସାପ ଅଛି କହୁଛନ୍ତି ଯୋଉ ଶେଷ ହେଲେ କଳିକାଳ ଶେଷରେ ବାହାରିବ ଏମିତି ସବୁ ମାନେ ଶୁଣିବାକୁ ମିଳୁଛି। ଇଏ ହେଉଛି ନିରାଟ ସତ୍ୟ। ଆଉ ମାଳିକା ସହିତ ଏହାର ସମ୍ପର୍କ କ'ଣ? ମାଳିକା ସହିତ ସମ୍ପର୍କ ଅଛି ଯେ ସେ ମାଳିକା ଅଷ୍ଟଭୁଜରୀ ଖେଳେଇଲେ ତା ଦେହରେ ମିଳିବ। ଏଇ ଯେଉଁ ବାଘ ଅଛି, ବାଘ କଥାଟି କହୁଛି। 1960 ମସିହାରେ ରାଜକୃଷ୍ଣ ବୋଷଙ୍କ ପୁଅ ଦୁଲୁ ବାବୁ ସେ 6ଟା ବାଘ ମାରିଥିଲେ। ସେ ବନ୍ଧୁକ ବି ମଧ୍ୟ ଅଛି ଏପର୍ଯ୍ୟନ୍ତ।
କେଉଁଠି ତଳତନକା ବଜାର କଟକରେ ରାଜକୃଷ୍ଣ ବୋଷଙ୍କ ଘରେ ଗୋଟେ ଆଲମାରି ଅଛି, ଆଲମିରା ଭଳିଆ। ଆଚ୍ଛା ଆଚ୍ଛା। ସେଇଥିରେ ସବୁ ଏବେ ବି ସୁଦ୍ଧା 50-60 ବନ୍ଧୁକ ଅଛି। ସିଏ ଗୋଟିଏ ବାଘ, ସେ ବହୁତ ଗୌରତ୍ମକ। ସେ ରାଜକୃଷ୍ଣ ବୋଷଙ୍କ ପୁଅ ଗୋଟିଏ ଛେଳି ଗଛ ମୂଳରେ ବାନ୍ଧିଲା, ଗଛ ଡାଳରେ ଚଢ଼ିଲେ କିଏ ଦୁଲୁ ବାବୁ, 6ଟା ବାଘ ମାରି ଦେଇଛନ୍ତି। ବାଘ ଗୋଟିଏ ରାତିରେ ସେ 100 କିଲୋମିଟର ବାଟ ଗତି କରିପାରେ। ଗତିପଥ ହେଉଛି ଗୋଟିଏ ରାତି। ଖାଦ୍ୟ ସଂଗ୍ରହ କରିବେ, ଆଜି ସଂଗ୍ରହ କରିବେ କ'ଣ, ଏଇ କେଉଁଠୁ ଛେଳି ମାରେ, କେଉଁଠୁ ବନ୍ୟଜନ୍ତୁ ଶିକାର କର, ସେ ଗୋଟିଏ ବାଘ ଏମିତି ଅଭ୍ୟାସରେ ପଡ଼ିଯାଇଥିଲା, ଏଠି ଯେଉଁ ବାଟୁଳଟି ଦିଆହେବ ସେ ବାଘଟି ଖାଇବ, କିନ୍ତୁ ନିରୀହ ବାଘଟି। ହଁ, ଆଚ୍ଛା। ଆମେ ବିଶ୍ୱାସ କରୁଛୁ କ'ଣ, କାଇଁଜଙ୍କ ବଣଟା ଏଠି ଦେଖା ହେଉଛି, ଆମର ଯେଉଁ ମହାନଦୀ ସେତୁ ତା ହେପଟୁ କାଇଁଜଙ୍କ ନାଗିଲା ଆଉ ସେ ବାଘଟି ଆସିକରି ପ୍ରସାଦକୁ ଖାଏ। ସେତେବେଳେ ତ ଲୋକ ଜାଣିପାରିନଥିଲେ ଏଇସବୁ ଘଟଣା। ସେଇ ବାଘମାନେ ଏଠି ଗତାଗତ କରନ୍ତି, ଏ ନାଉରିର ମୁଠି ବାଟୁଳି ଖାଆନ୍ତି। କ'ଣ ନା ବାଘ ବାଟୁଳି ଖାଇଲା। ଆଉ ବି ଏ ଠାକୁରଙ୍କ ପ୍ରତି ଲୋକଙ୍କର ବିଶ୍ୱାସ ରହିଛି। ହଁ, ଯଦି କୌଣସି ଜରା ରୋଗରେ କିଏ ଆକ୍ରାନ୍ତ ହେଲା, ତାହେଲେ ଠାକୁରଙ୍କ ଆଶ୍ରା ନେଇକରି ଯଦି ଭଲ ହେଇଗଲା, ଠାକୁରଙ୍କ ପ୍ରତି ତା'ର ପ୍ରଗାଢ଼ ବିଶ୍ୱାସ ରହିଲା। କହୁଥିଲେ କି ଯେଉଁ ଅଚ୍ୟୁତାନନ୍ଦ ଗୋଟେ ଗଛ ପୋତିଥିଲେ, ସେ ଗଛ ମୂଳେ ଆସି ବସୁଥିଲେ, ବରଗଛ। ହଁ, ବରଗଛ ଆମର ଏବେ ଯେଉଁ ଥୁଆ ହେଇଛନ୍ତି ଠାକୁର ଯେଉଁ ପୁରୁଣା। ହଁ, ସେ ବା ବରଗଛ। ସେଇ ହେଉଛି ଘାଟ। ସେ ଅଚ୍ୟୁତାନନ୍ଦ ଗୋଟେ ଡାଳ, ବର ଡାଳ ପୋତି ଦେଇଥିଲେ। ହଁ, ସେଇ ଗଛଟା ହିଁ ପୂଜା ହେଉଛି, ସେଇ ଗଛଟା ହିଁ ଠାକୁରଙ୍କର ପୁରୁଣା ମୂର୍ତ୍ତି। ହଁ, ସେ ଗୋଟେ ଆମର ଯେଉଁ ଅଛନ୍ତି ପଞ୍ଚସଖା ଜଗନ୍ନାଥ ଦାସ, ଏଇ ଯେଉଁ ସବୁ ପଞ୍ଚସଖା ରହିଛନ୍ତି, ତାଙ୍କର ଯେଉଁ ସବୁ ଧାମ ଅଛି, ନାଉରିଅରଙ୍କର ସେମିତି ଜଣେ ମହାପୁରୁଷ ଥରେ, ଇଏ ଗୋଟେ ତାଙ୍କରି ହେଉଛି ଧାମ ଆଉ। ଆଚ୍ଛା, ଯେଉଁ କହୁଥିଲେ ଯେଉଁ ଅର୍ଜୁନ ଗଛ ଅଛି ଗୋଟେ, ଅର୍ଜୁନ ଗଛରୁ ପାଣି ଝରେ, ମାନେ କେତେ ବର୍ଷ ଝରିଲା ଏମିତି ପାଣି? ହଁ, ସିଏ 1985 ମସିହାରେ ସେ ଅର୍ଜୁନ ଗଛରେ ଗୋଟେ କୋରଡ଼ା ଭଳିଆ ହେଇଯାଇଥିଲା। କେତେ ମସିହା? ସେଇଟା 1985। ସେ ପାଣି ପଡ଼ୁଥିଲା ସେତେବେଳେ ଥିଲେ ବାଳକୃଷ୍ଣ ବାବା, ସେଇଟା ଆମେ ଦେଖିଛୁ। ଆଉ ଏଇ ଯେଉଁ ଅର୍ଜୁନ ଗଛ ସବୁ 400-500 ବର୍ଷର ଗଛ ହେଇଛି। ଅର୍ଜୁନ ଗଛ ତୁମେ ଦେଖ କୌଣସି ଜାଗାରେ ହେବ ନାହିଁ, କେବଳ ଯେଉଁଠି ଥିବ ମଠ ବାଡ଼ି, ଡଙ୍ଗା ପଡ଼ିଥିଲା ସେଠି ଅର୍ଜୁନ ଗଛ ହେଇଛି। ହଁ, ଦେଖ ଏ ଯେଉଁ ବିରାଟ କାୟ ଅର୍ଜୁନ ଗଛ ସବୁ ଅଛି, ସିଏ ପ୍ରାୟ ମୁଁ ଅନୁମାନ କରୁଛି ସେଇ 1500-1600 ମସିହାର ଏଇ ସବୁ ଗଛ। ଆଉ ଏବେ ସବୁ ଯେଉଁ ଫରେଷ୍ଟ ହେଇଛି, ସେ ଅର୍ଜୁନ ଗଛ ସଂଗ୍ରହ କରିକିରି ସବୁ ଲାଗିଛି। ଏବେ ସବୁ ସରକାର ସବୁ ନୂଆ ପଦକ୍ଷେପ ନେଇକରି ସବୁ ଅର୍ଜୁନ ଗଛ କଲେଣି, କିନ୍ତୁ ଆଗେ ଅର୍ଜୁନ ଗଛ କଶ୍ମୀରୀ କାଳେ ହେବ ନାହିଁ, ନାଇଁ କଶ୍ମୀରୀ କାଳେ ହେବନି, କେବଳ ଯେଉଁଠି ମଠ ବାଡ଼ି ଏଇ ଜାଗାରେ ହେବ। ଅର୍ଜୁନ ଗଛରେ ବି ମଧ୍ୟ ମହାତ୍ମ୍ୟ ଅଛି। ପାଣି ଧରୁଥିଲେ କ'ଣ ଏଇଟା ସତ? ପାଣି, ହଁ, ନାଇଁ ଏଇଟା ସତ୍ୟ, ଠାକୁରଙ୍କର ମହାତ୍ମ୍ୟ ଅଛି। ଯିଏ ଯେମିତି ଯେଉଁ ପ୍ରକାର ବିଶ୍ୱାସ କରିବ। ଆଉ ସେ ଗଛ ଡାଳ ବି ହାଣି ପାରନ୍ତିନି? ନାଇଁ, ହାଣନ୍ତିନି। ଏବେ କ'ଣ ସେ ଛେଲି ଫେଲି ଗୁଡ଼ାକ ସବୁ ଛେଲି ନିଅନ୍ତି କ'ଣ ଦେହ ରୋଗ ପାଇଁ? କ'ଣ ଏ ଯେଉଁ ହାର୍ଟ ରୋଗୀ ଯେଉଁମାନେ, ସେ ଅର୍ଜୁନ ଛେଲିକି ବାଟିକିରି ଗୁଣ୍ଡ କରିକିରି କ୍ଷୀର ଦେହରେ ସିଝେଇକିରି ପିଉଛନ୍ତି, ସେ କୁଆଡ଼େ ଉପଶମ ହେଉଛି, ହାର୍ଟ କୁଆଡ଼େ ଭଲ ହେଇଯାଉଛି। ମୁଁ ଶୁଣୁ ତାକୁ। ହଁ, ରାମଦେବ ବି ମଧ୍ୟ ସେଇ ଅର୍ଜୁନ ଛେଲି ଗଛକୁ ଗୋଟେ ବୋତଲ ଦେହରେ ମଧ୍ୟ ଏଇ ହାର୍ଟ ରୋଗୀ ମାନଙ୍କୁ ଦେଉଛନ୍ତି। ଆଉ ଅର୍ଜୁନ ଗଛରେ ବି ବହୁତ ଔଷଧୀୟ ଗୁଣ ସବୁ ଅଛି। ମୃତ୍ୟୁମୁନ୍ଦା ଗଛ ଗୁଡ଼ାକ ଅଛି, ବଉଳ ଗଛ ଅଛି, ଯେତିକ ଦେବଯୋଗ୍ୟ ଗଛ ଏଠି ଅଛି। ହଁ, ଏ ନାଉରିଅର ମଠରେ ପାଇବେ। ଆଉ ଏ ଜାଗାର ମହତ୍ତ୍ୱ ବେଶ, ମାନେ ଲୋକ ଯାହା ମାନସିକ କରନ୍ତି ଏଠି ପ୍ରାୟ ପୂରଣ ହୁଏ। ଲୋକମାନଙ୍କ ଯାତାୟାତ ଏଠି ଅଧିକ ମାତ୍ରାରେ ହୁଏ। ସବୁଠାରୁ ବଡ଼ ପର୍ବ କ'ଣ ଏଠି ମାନେ ହୁଏ ଆମ ନାଉରିଅରରେ? ଆମର କାର୍ତ୍ତିକ ମାସରେ ଭାଗବତ ଚର୍ଚ୍ଚା 7 ଦିନ ଦେଖି ହୁଏ।
ପୌଷ ଅଭିଷେକ ହୁଏ ଆଉ ଦୋଳ ଉତ୍ସବ ହୁଏ ମାନେ ବହୁତ ଉତ୍ସବ 5-7ଟା ଖଣ୍ଡେ ହୁଏ। ଲୋକମାନଙ୍କ ଯେତେବେଳେ ହଁ ହଁ ଲୋକ ବହୁତ ସବୁ କରନ୍ତି। ହଁ ହଁ ଲୋକ ସମାଗମ ବହୁତ ଏଠି ଆଉ ଏସବୁ ରହିଛି ଠାକୁରଙ୍କର। ଏଠି 1970-71 ମସିହାରେ ବଳିଆ ବାବା ଆମର ଯଜ୍ଞ କରିଥିଲେ। ବଳିଆ ବାବାଙ୍କୁ ପଦ୍ମ ପୁରସ୍କାର ରାଷ୍ଟ୍ରପତି ଦେଇଛନ୍ତି। ଟିଭିରେ ବି ଆସୁଥିଲା ବଳିଆ ବାବା ସେ 1971 ମସିହାରେ ଯଜ୍ଞ କରିଥିଲେ। ବଇଁଶୀ ମିଶ୍ରେ ହେଉଛନ୍ତି ବ୍ୟାସ, ସଦାନନ୍ଦ ମିଶ୍ରେ, ବଇଁଶୀ ମିଶ୍ରେ, ବ୍ରହ୍ମାନନ୍ଦ ଦାସ ଏ ବିଶିଷ୍ଟ ବ୍ରାହ୍ମଣମାନଙ୍କ ଦ୍ୱାରା ସେ ଯଜ୍ଞଟି ସମ୍ପନ୍ନ ହୁଏ। ଆଉ ସେତେବେଳେ ମରୁଡ଼ି ପଡ଼ୁଥିଲା। 1970-71 ମସିହାରେ ମରୁଡ଼ି ହେଉଥିଲା। ଏ ଧାନ ବିରି କୋଳଥ ସବୁ କିଛି ହେଉନଥିଲା। ଲୋକମାନେ ସବୁ ଯାଉଥିଲେ ମୂଲ ଲାଗିକିରି ସେପଟେ ମହାନଦୀ ଆରପଟେ କିମ୍ବା ନଚେତ ଏପଟେ କେନ୍ଦୁପାଟଣା ଚିତ୍ରକୋଳା ନଦୀ ପାରି ହେଇକରି ତାଙ୍କ ପରିବାର ପ୍ରତିପୋଷଣ କରୁଥିଲେ। ଯଜ୍ଞଟି ହେଉଛି ବଇଁଶୀ ମିଶ୍ରେ ଆହୁତି ଦେଉଛନ୍ତି ଯଜ୍ଞ ଦେହରେ। ଗୋଟେ କଳା ମେଘ ଏଇ ପଶ୍ଚିମ ପଟେ ଦେଖାଗଲା। ଆହୁତି ଆଉ 50-100 ଆହୁତି ଅଛି, ଆସିଗଲା ମେଘ ନାଦିକି ଆଉ। ହଁ ଜଳାର୍ଣ୍ଣବ। ତେଣୁ ଲୋକମାନଙ୍କର ଏ ଜାଗା ପ୍ରତି ବିଶ୍ୱାସ ଅଛି। ଏଠି ଯେକୌଣସି ଅନୁଷ୍ଠାନ ହଉ ଲୋକମାନଙ୍କର ଠାକୁରଙ୍କ ପ୍ରତି ପ୍ରଗାଢ଼ ବିଶ୍ୱାସ। ଆଜି ବ୍ୟାଧିଗ୍ରସ୍ତ ରୋଗ ହଉ କିମ୍ବା କୌଣସି ଜିନିଷ ହଜିଯାଉ କିମ୍ବା ଆଜି ଗୋଟା ଯଦି ଗୋରୁ କୁଆଡ଼େ ପଳେଇ ଯାଇଛି, ମାଉରୀଙ୍କ ନାଁ ଡାକିଲେ ଯଦି ଧରିକିରି ଗୋଠରେ ପଡ଼ିଯିବ ସେଇଠି ସେ ଗୋରୁଟି ସନ୍ଧ୍ୟାବେଳକୁ ଆସିକି ତୁମ ଘରେ ପହଞ୍ଚିବ। ଏମିତିଆ ସବୁ ଲୋକଙ୍କର ବିଶ୍ୱାସ ରହୁଛି। ଦେଖନ୍ତୁ ଏଇ ହେଉଛି ସେଇ ଗଛ ଯେଉଁକି ଅର୍ଜୁନ ଗଛ କୁହନ୍ତି। ତ ଅର୍ଜୁନ କହୁଥିଲେ ତ ଅର୍ଜୁନ ଗଛରେ ଛେଲି ପିଲେ ଯେଉଁ ରୋଗ ଭଲ ହୁଏ, ତ ଏଇ ଗଛରୁ ପାଣି ଝରୁଥିଲା। ତ ଅଗ୍ରଭାଗରୁ ଆର ପାଣି ଝରୁଥିଲା ଏ ଗଛର, ମାନେ ବହୁତ ବର୍ଷ ଝରିଲା ପାଣି। ଲୋକମାନେ ମାନେ ଏ ଧାମରେ ମାନେ ଅଚ୍ୟୁତାନନ୍ଦଙ୍କର ମାନେ ଅଛି ନା ଏ ଜାଗାର ମହାତ୍ମ। ଏଇଟା ନାଉରିବର ଧାମରେ ଏ ଗଛରୁ ମାନେ ଧାର ଏ ଗଛ ସେମ୍ ଗଛ ବେଶୀ ଫୁଲିବାର ନାହିଁ, ମୋଟା ହେବାର ନାହିଁ। ଏଇଟା ତୁମେ ଦେଖିବାକୁ 10-15 ବର୍ଷ ହେଲା। ତ ଆପଣମାନେ ଦେଖିବାକୁ ପାଇଲେ, ଜାଣିବାକୁ ପାଇଲେ ତ ଜାଗାର ମହତ୍ତ୍ୱ ଆଉ ଜାଗାର ମାନେ ବହୁତ କିଛି ଜିନିଷ ଦେଖିବାକୁ ପାଇଲେ। ଯେ ଆପଣମାନେ କହିଲି ସେ ଗଛରୁ ପ୍ରାୟତଃ ପାଣି ଝରେ। ଆମେ ପିଲାବେଳୁ ଶୁଣି ଯାଉଛୁ, ଆମ ବାପା ବି ଶୁଣି ଯାଉଥିଲେ, ତାଙ୍କ ବାପା ବି ଶୁଣି ଯାଉଥିଲେ ସେ ଗଛରୁ ପାଣି ଝରେ। ଏବେ ତ ପାଣି ଝରିବା ବନ୍ଦ ହେଇଯାଇଛି। ମାନେ ଠାକୁରଙ୍କର ମହିମା ଥିଲା। ଅଚ୍ୟୁତାନନ୍ଦ ଏଇପଟେ ଯିବା ଆସିବା କରୁଥିଲେ, ଆପଣମାନଙ୍କୁ କହୁଥିଲି। ତ ଜାଗାର ମହିମା ବହୁତ କିଛି ଅଛି। ତ ଆପଣମାନେ ଆସନ୍ତୁ ଆଉ ଜାଗାରେ ଭିଜିଟ୍ କରନ୍ତୁ, ଦେଖନ୍ତୁ, ଆପଣଙ୍କୁ ଜାଗା ବିଷୟରେ ଜାଣନ୍ତୁ। ଆଉ ଏ ଜାଗାକୁ ଆସିଲେ ଥରେ ମାନେ ଆସିଲେ ଆପଣଙ୍କୁ ଯିବାକୁ ମାନେ ଇଚ୍ଛା ହେବନି। ବହୁତ ସୁନ୍ଦର ଜାଗାଟି, ପରିବେଶ ବି ବହୁତ ସୁନ୍ଦର ଅଛି। ମାନେ ବହୁତ ବଡ଼ ପ୍ଲେସ୍ ଅଛି, ବହୁତ ବଡ଼ ପ୍ଲେସ୍। ମାନେ ବାହାଘର ଠାରୁ ବ୍ରତଘର ଠାରୁ ଆପଣ ସବୁ କିଛି କରିପାରିବେ। ଏଠି ସବୁ ପ୍ରକାର ସୁବିଧା ଆପଣମାନଙ୍କୁ ମିଳିବ। ଆଉ ଏହା ମହାନଦୀ କୂଳରେ ଅବସ୍ଥିତ। ଆଉ ଗୋଟେ କଥା କ'ଣ ଅଛି ନା, ଏପଟେ ଅଛି ମହାନଦୀ ଆଉ ସେପଟେ ଅଛି ଚିତ୍ରତୋଳା। ସେପଟେ ହେଲେ ଅଚ୍ୟୁତାନନ୍ଦ, ଏପଟେ ହେଲେ ନାଉରିବର, ସେପଟେ ହେଲେ ଦଶମନ୍ତ। ତ ଶାସ୍ତ୍ରରେ ପ୍ରମାଣିତ ଅଛି କ'ଣ, ଯଦି କେବେ କଳିଯୁଗ ଶେଷ ହୁଏ, ଗୋଟେ କ'ଣ କଥା ନଥାଏ, କଳିଯୁଗ ଶେଷ ହେଲେ ମହାନଦୀ ଓ ରକ୍ତନଦୀ ଆଉ ଚିତ୍ରତୋଳା ହେବ କ୍ଷୀରନଦୀ। କ୍ଷୀରନଦୀରେ ଅଛନ୍ତି ଅଚ୍ୟୁତାନନ୍ଦ ଦାସ, ମହାନଦୀ ଏପଟେ ଅଛନ୍ତି ନା ଆମର ବାବା ନାଉରିବର, ଆଉ ସେପଟେ ଅଛନ୍ତି ଦଶମନ୍ତ ଦାସ। ଆପଣ ଜାଣିଲେ। ତ ଭିଡ଼ିଓଟି ଭଲ ଲାଗିଥିଲେ ନିହାତି ଗୋଟେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ ଆଉ କମେଣ୍ଟ କରିବେ ଜମାରୁ ଭୁଲିବେନି। ତ ଗାଈ ଛାଡ଼ୁ ଆସି ମୁଁ ଯେଉଁ ଭୋକ କଲା ଆଉ ତେଣୁକରି ମୁଁ ଖାଇବାକୁ ବସିଗଲି। ଦେଖନ୍ତୁ ସଜନା ଶାଗ ଭଜା ହେଇଛି, ସଜନା ଶାଗ ଭଜା ଆଉ କଖାରୁ, ଗାଜର, ଆଳୁ, ଭଣ୍ଡା ପଡ଼ିକି ବଢ଼ିଆ ସେଟା ବଢ଼ିଆ ଡାଲମା ଗୋଟେ ହେଇଛି। ତ ଚାଲନ୍ତୁ ଖାଇଦେବା, ତାପରେ ଦେଖିବା। ଜୋରେ ଭୋକ କରୁଛି। ଡାଲମାଟା ବହୁତ ମସ୍ତ ଲାଗୁଛି। ଡାଲମା ଜିରା ଗୁଣ୍ଡ ପକେଇଛୁ କି? ଡାଲମା ମସ୍ତ ଲାଗୁଛି। ତତେ ମସ୍ତ ଲାଗୁଛି, ମତେ ପାଣି ଲାଗୁଛି। ମତେ ଠିକ୍ ଅଛି, ମୋର ଲୁଣ ଫୁଣ ଦରକାର ନାହିଁ। ମୁଁ ଏକେ ତ ଅଲଣା ଖାଏ, ମତେ ଠିକ୍ ଲାଗୁଛି। ସଜନା ଶାଗ ଭଜା ତା ସାଙ୍ଗେ ଡାଲମା, ତା ସାଙ୍ଗେ ଉଷୁନା ଭାତ, ନାଲି ଭାତ, ନାଲି ଧଳା ଭାତ, ଦେଶୀ ଭାତ ପୁରା ଘରେ ଚାଉଳ, ଉଷୁନା ଚାଉଳ। ସଜନା ଶାଗରେ ରସୁଣ ପଡ଼ି ଭଜା ହେଇଛି, ଆଉ ଟେଷ୍ଟ ପୁରା ମଜାଦାର ଲାଗୁଛି। ମୁଁ ଜାଣିଛି ସେ ଖାଇବ, ଯାଇଛି ଖାଇବ। ଆଉ ମୁଁ ଦୁଷାଳ ତ ନଡ଼ିଆ ଖାଏନି କି ସାର ବି ମୁଁ ଖାଏନି। ଆଉ ଜଣ ଘରୁ ଯାଇଥିଲି, ତାଙ୍କର ହେଇଥିଲା
ମାନେ ଆମରି କୁଟୁମ୍ବ ଶ୍ରାଦ୍ଧ ହେଇଥିଲା ତ ଭୋଜନ କରିବାକୁ ଯାଇଥିଲି କିନ୍ତୁ ଖାଇଲିନି ପଳେଇ ଆସିଲି ଦେଖିଲି ଯେତେବେଳେ ସାରୁ ପଡ଼ିଛି ନଡ଼ିଆ ପଡ଼ିଛି ଘରେ ରୋଷେଇ କରିଥିଲା ବୋଉ ମୁଁ ପଳେଇ ଆସିଲି ଖାଇଲି।